ଚିଙ୍ଗୁଡ଼ି ଘେରି ଉଜାଡ଼ି ଦେଲା ବର୍ଷକର ଦାନା। ଏ ଦୁଃଖ ଶୁଣିବ କିଏ? କାହାକୁ ଦୁଃଖ କହିବ ଚାଷୀ? ରାଜନଗର ବ୍ଲକ କେରୁଆପାଳ ପଞ୍ଚାୟତ ବନିପାଳ ଗାଁରେ 2 ଏକର ଚାଷ ଜମିକୁ ନଷ୍ଟ କରିଦେଲା ଚିଙ୍ଗୁଡ଼ି ଘେରି। ଫଳରେ ବର୍ଷକର ଦାନା ହରାଇ କାନ୍ଦୁଛି ଚାଷୀ। এই ঘটনা আজি কি কালির নুহে। দীর্ঘ 7 ବର୍ଷ ହେବ ଏହିଭଳି ହେଇ ଆସୁଥିଲେ ସୁଦ୍ଧା ଏହାର କୌଣସି ସରକାରୀ ପଦକ୍ଷେପ ନିଆଯାଇ ନାହିଁ। ସୂଚନା ମୁତାବକ ଏହି ଗାଁର କୃଷ୍ଣ ଗୋପାଳ ସେଠୀ ଦୀର୍ଘ 10 ବର୍ଷ ହେବ ନିଜ 5 ଏକର ଜମିରେ ଚିଙ୍ଗୁଡ଼ି ଘେରି କରିଆସୁଛନ୍ତି। ଚିଙ୍ଗୁଡ଼ି ବଢ଼ିବା ପାଇଁ ଚିଙ୍ଗୁଡ଼ି ଘେରିରେ ବିଭିନ୍ନ ପ୍ରକାର କେମିକାଲ ବ୍ୟବହାର କରୁଛନ୍ତି। ସେ କେମିକାଲ ଗୁଡ଼ିକୁ କେନାଲ ଜଳରେ ମିଶି ଏକର ଏକର ଚାଷୀଙ୍କ ଚାଷ ଜମିକୁ ନଷ୍ଟ କରିଛି। ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି ଏହି ଗାଁର ଜଣେ ଅଟଳ କୁମାର ସେଠୀ। ଅଟଳ କୁମାର ଧାର କରଜ କରି 2 ଏକର ଚାଷ ଜମିରେ ଧାନ ଚାଷ କରିଥିଲେ। ହେଲେ ଚିଙ୍ଗୁଡ଼ି ଘେରିର କେମିକାଲ ଯୋଗୁଁ ସମ୍ପୂର୍ଣ୍ଣ 2 ଏକର ଚାଷ ଜମି ନଷ୍ଟ ହୋଇଯାଇଛି। ଫଳରେ ବର୍ଷକର ଝାଳ ବୁହା ଦାନା ପୋଡ଼ିଯାଇଛି, ଯାହା ପାଇଁ ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି ଅଟଳ। ଖାଲି ଅଟଳଙ୍କ ଚାଷ ଜମି ନୁହେଁ, ତା ସହିତ ଅନ୍ୟ ଚାଷୀଙ୍କ ବର୍ଷକର ଦାନା ମଧ୍ୟ ଚିଙ୍ଗୁଡ଼ି ଘେରି ପାଇଁ ନଷ୍ଟ ହୋଇଛି। ଚିଙ୍ଗୁଡ଼ି ଘେରିରେ ବ୍ୟବହାର ହେଉଥିବା କେମିକାଲ କେବଳ ଚାଷ ଜମିକୁ ନଷ୍ଟ କରୁଛି ତା ନୁହେଁ, ତା ସହିତ ଲୋକ ଏବଂ ପଶୁ ଜୀବଜନ୍ତୁ ପିଉଥିବା ଜଳରେ ମିଶି ରୋଗ ମଧ୍ୟ ସୃଷ୍ଟି କରୁଛି। ଏଭଳି ସମସ୍ୟା ଦୀର୍ଘ 7 ବର୍ଷ ହେବ ହେଇ ଆସୁଛି, କିନ୍ତୁ ଚାଷୀଙ୍କ ଦୁଃଖ ଶୁଣିବ ବା କିଏ? ପୂର୍ବରୁ ଅଟଳ ଏ ସମସ୍ୟାକୁ ନେଇ ଲିଖିତ ଅଭିଯୋଗ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ଫଳ ଏହାର ମିଳିପାରି ନାହିଁ। ଅନ୍ୟପକ୍ଷେ ସ୍ଥାନୀୟ ମହିଳା କହିଛନ୍ତି, ଯଦି ଏହାର କୌଣସି ସମାଧାନ କରାନଯାଏ ତେବେ ଗାଁ ଛାଡ଼ି ଅନ୍ୟ କୁଆଡ଼େ ଚାଲିଯିବେ। କାରଣ ଏ ସମସ୍ୟା ବାରମ୍ବାର ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇଥିଲେ ସୁଦ୍ଧା ସେ ମଧ୍ୟ କୌଣସି କର୍ଣ୍ଣପାତ କରୁନଥିବା ବୋଲି ଅଭିଯୋଗ କରିଛନ୍ତି। ଯେଉଁଠି କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଗୁରୁତ୍ୱ ଦେଇ ଧାନର ମୂଲ୍ୟ 3100 ଟଙ୍କାକୁ ବଢ଼ାଇଛନ୍ତି, ଠିକ୍ ସେତିକିବେଳେ ଚାଷୀଙ୍କ ଜୀବନ ମାରୁଛି ଚିଙ୍ଗୁଡ଼ି ଘେରି। ତେବେ ଦେଖାଯାଉ ନୂତନ ବିଜେପି ସରକାର ଏଥିପ୍ରତି କି ପଦକ୍ଷେପ ନେଇ ଚାଷୀଙ୍କ ଦୁଃଖ ବୁଝୁଛନ୍ତି ତା ଦେଖିବାକୁ ବାକି ରହିଲା। ରାଜନଗରରୁ ମାଧବାନନ୍ଦ ସ୍ୱାଇଁଙ୍କ ରିପୋର୍ଟ, ସୋସିଆଲ ନ୍ୟୁଜ୍ ଓଡ଼ିଆ। ଆପଣଙ୍କ ନାଁ? ମୋ ନାଁ ଅଟଳ କୁମାର ସେଠୀ, ଘର ବନିପା। ଏଠି 7 ବର୍ଷ ହେଲା କୃଷ୍ଣ ଗୋପାଳ ସେଠୀ, ତାଙ୍କ ବାପାଙ୍କ ନାଁ ଶିବ ନାରାୟଣ ସେଠୀ। 7 ବର୍ଷ ହେଲା ଲୁଣି ଚିଙ୍ଗୁଡ଼ି ଘେରି କରି ଆସୁଛି। ଆମର 2 ଏକର ଜାଗା ପୁରା ଲୁଣି ପାଣି ମାଡ଼ି ଯାଉଛି, ମାଡ଼ି ଯାଇକି ଫସଲ ନଷ୍ଟ ହେଉଛି। ୟା ପୂର୍ବରୁ 6 ବର୍ଷ ବହୁତ ନଷ୍ଟ ହେଇଛି, ତ କିଛି ମିଳିଛି। ଏ ବର୍ଷ ପୁରା ନଷ୍ଟ ହେଇଯାଇଛି। ଆଉ ଗତ ବର୍ଷ ଯେ ନଷ୍ଟ ହେଇଥିଲା, ମୁଁ ଗାଁ ଲୋକଙ୍କୁ ଜଣେଇଥିଲି, ସେମାନେ ବସିକି ଗୋଟେ ଫାଇନାଲ କରିଥିଲେ 30,000 ଟଙ୍କା ଦେବା ପାଇଁ, ସେ ବି ଦେଇନାହାନ୍ତି। ଲାଷ୍ଟ 2-3 ମାସ ତାଙ୍କ ପାଖକୁ ଯାଇକି ପଇସା ଦେବା କଥା, ଶେଷରେ ଦେଲେନି। ମୁଁ ସେଇଠୁ କହିକି ଆସିଛି ଆମର ଅଫିସକୁ ଦେବି। ଏଇଥର ଯାଇକି ତହସିଲ ଅଫିସରେ ଦରଖାସ୍ତ ଦେଇଛି 10 ତାରିଖ ଦିନ। ଆଉ କଲେକ୍ଟର, DFO, RI ଏମାନଙ୍କୁ ପୋଷ୍ଟାଲରେ ରେଜିଷ୍ଟ୍ରି ପୋଷ୍ଟରେ ପଠାଇ ଦେଇଛି। ତ ତହସିଲରେ କହିଥିଲେ, ମୁଁ କହିଲି ସାର୍ RIକୁ ଦେବାକୁ ପଡ଼ିବ କି? ନା ଆମେ ପଠାଇବୁ। ସେଥିପାଇଁ ସମସ୍ତଙ୍କୁ ପୋଷ୍ଟାଲରେ ପଠାଇ ଦେଇଛି। କିଛି କାମ ହେଉନି ଆଜ୍ଞା। ଚଳିବି କିଛି ମୁଁ ତ ଜାଣିପାରୁନି। କିଛି ଅଲଗା ଭାଇମାନଙ୍କର ଜାଗା କିଛି ଚାଷ କରୁଛି। ପ୍ରତିବର୍ଷ କେତେ ନଷ୍ଟ ହେଇଛି? କେତେ ପୁରା ନଷ୍ଟ ହେଇଛି? 2 ଏକର ପୁରା ନଷ୍ଟ ହେଇଛି। ଆପଣଙ୍କ ନାଁ? କାକଳି ସେଠୀ, ଆପଣଙ୍କ ଗାଁ ନାଁ? ବନିପାଳ। ପ୍ଲାନ୍ କରିକି ମୋର ଚାଷ ଜାଗା ବୁଡ଼ି ଯାଉଛି। 6-7 ବର୍ଷ ହେଲାଣି ମୁଁ ଖର୍ଚ୍ଚ କରୁଛି, ଯେ ଧାନ ଆସୁନି। ଆଉ ଗାଁର ମିଟିଂ ଦେଲେ କେହି ଶୁଣୁନାହାନ୍ତି। ଆଉ ତହସିଲ କୋର୍ଟରେ ଦରଖାସ୍ତ ଦେଲେ ବି କେହି ଶୁଣୁନାହାନ୍ତି। ମୋ କଥା କେହି ଶୁଣୁନାହାନ୍ତି। ପ୍ଲାଣ୍ଟ ବାଲା କହୁଛନ୍ତି ଯେ ତମର କି କରିବାର ଅଛି କର, କିଛି ମିଳିନି। କ'ଣ କହୁଛନ୍ତି ସେମାନେ? କହୁଛି ତମେ କ'ଣ କରିବ କର। କିଏ କହୁଛି କ'ଣ କରିବ? ପ୍ଲାଣ୍ଟ ମାଲିକ, ଯା ଘେରି ମାଲିକ। କିଏ ସେ? ଗୋପାଳ ସେଠୀ। ଗୋପାଳ ସେଠୀ। କେତେ ବର୍ଷ ନଷ୍ଟ ହେଲାଣି ଏମିତି? 6-7 ବର୍ଷ ହେଲାଣି। ଏ ବର୍ଷ କେତେ ନଷ୍ଟ ହେଇଛି? ଏବେ ସେ 2 ଏକର ଜମି ମୋର ପୁରା ଧାନ ହଉନି। ଖାଇବ କ'ଣ? କେମିତି କ'ଣ ଚଳିବ ଏ ବର୍ଷ? ସେ କଥା ମୁଁ କ'ଣ କହିବି? ମତେ ଚାଷ କରି ଆମେ ତ ଚଳି ପାରୁନି। ଧାନ ବି ହଉନି, ଆଉ ଟଙ୍କା ପଇସା ବହୁତ ଖର୍ଚ୍ଚ ହଉଛି। କେହି ବି ଶୁଣୁନାହାନ୍ତି ଗାଁରେ।
ମୋ ନାଁ କନକଲତା ମିର୍ଦ୍ଧା। ଅଞ୍ଚଳରେ ଚିଙ୍ଗୁଡ଼ି ଚାଷ କରିଛି, ସବୁ ଚିଙ୍ଗୁଡ଼ି ଘେରି। ଏଇପାଇଁ ଆମର ସବୁ ପରିବେଶ ଖରାପ ହଉଛି। ଆଉ ନୁଣି ପାଣି ସବୁ ପୋଖରୀରେ ପଶି ବିଲରେ ପଶି ସବୁ ଚାଷବାସ ସବୁ ନଷ୍ଟ ହେଇଗଲା। ପୋଖରୀ ପାଣି ନଷ୍ଟ ହେଇଗଲା। ଆମେ ସେଇ ପାଣିକୁ ଗାଈ ଗୋରୁକୁ ଦେଉଛି। ଆମ ବାଡ଼ିରେ କିଛି ପରିବା ପତ୍ର କିଛି ହେଇନି। ଆମର ବି ମାନେ କାରବାର କରିପାରୁନି ପାଣିରେ। ତହସିଲ ପାଖରେ ଗାଁରେ ଅଭିଯୋଗ କରିଛି, ତହସିଲ ପାଖରେ ଅଭିଯୋଗ କରିଛି, କେହି କିଛି ପଦକ୍ଷେପ ନେଉନି। ପୁଣି ସେମାନେ କହୁଛି କଣ ନା ତା ଜାଗାରେ ସିଏ ଚିଙ୍ଗୁଡ଼ି ଚାଷ କରୁଛି, ତମର କଣ କ୍ଷତି ହେଲା?